କିନ୍ତୁ ମୋର ଏମିତି ଭାଗ୍ୟ ଯେ ମୋ ସ୍ୱାମୀ ମୋ ପାଖରେ ଥାଇବି ନା ମୋ ଭାଇ କି ଦଉଛୁ କିଲୋ ଏଇ ମତେ ଯେମିତି କଷ୍ଟ ହଉଛି ତତେ ସେମିତି କଷ୍ଟ ହଉଛି ନା ପେଟ ବାହାରିଛି ତୋର କାଇଁ ସେମିତି ପେଟ ବାହାରିଛି ସେ କଥା ମତେ କାଇଁ ପଚାରୁଛୁ ତୁ ତ ସ୍ୱାମୀକୁ ପଚାରିବୁ ଯାଉନ ତୁ ଯାଉ ତ ସ୍ୱାମୀକୁ ପଚାରିବୁ ଏଇ ମତେ ଖଟା ଖାଇବାକୁ ଭଲ ଲାଗୁଛି ତତେ ଖଟା ଖାଇବାକୁ ଭଲ ଲାଗୁଛି ନା ଦେଖା ହେ ବିରକ୍ତ କଥା ଯା ତୁ କାହିଁକି ରାଗୁଛୁ କହିଲୁ ମୋ ଭାଇ କହୁଥିଲା ରାଗିବା ଜମା ଭଲ ନୁହେଁ ମୁଁ ତ ମୋ ଭାଇର ସବୁ କଥା ମାନୁଛି ତୁ ତ ଭାଇର ସବୁ କଥା ମାନୁଛୁ ନା ତୁ କଣ ମତେ ଟିକେ ଶାନ୍ତିରେ ରଖେଇଦବୁନି ହଁ ଲୋ ଶାନ୍ତି ନାଲି କଣ ଦିବା ଖଟା ଆଣିଛି ଦେଖା ହେ ଛୁରା ମତେ ଯା ତୁ କାହିଁକି ରାଗୁଛୁ କହିଲୁ ମୁଁ ତ ପାଖ ଆସୁଛି ବସୁଛି କଥା ହଉଛି ଆଉ ତତେ କଣ ଭଲ ଲାଗୁନି ନା ମତେ ଭଲ ଲାଗୁନି ତତେ ଦେଖିଲା ବେଳକୁ ମତେ ରାଗ ଲାଗୁଛି ଯା ତୁ ନା ମୁଁ ଯିବିନି କହିଲି ପରା ଯା ତୁ ସେ ଘରରେ ବାଘ ଅଛି ମତେ ଇଲି ଇଲି କରିଦବ ଯା ଖଟା ଖା ଯା ମାଗି କାଢି ମୋ ସ୍ୱାମୀ ମତେ କେତେ ଭଲ ପାଉଥିଲେ ମତେ 5-10 ମିନିଟ୍ ନ ଦେଖିଲେ ମୋ ପାଇଁ ସେ ପାଗଳ ହେଇଯାଉଥିଲେ ଯୋଉ ଦିନଠାରୁ ତୁ ଏ ଘରକୁ ଆସିଛୁ ସେଇ ଦିନଠାରୁ ମୋ ଜୀବନର ସବୁ ସୁଖ ଶାନ୍ତି ହୋଇଯାଇଛି ବର୍ବାଦ ହେଇଯାଇଛି ମୋ ଜୀବନ ନଷ୍ଟ ହେଇଯାଇଛି ନମସ୍କାର ନମସ୍କାର କିଏ ତମେ ଆମ ଘରୁ କାହିଁକି ଆସିଛ ଦୁଃଖ ନେଇ ସୁଖ ଦେବାକୁ ଆସିଛି କିଏ ବେ ତୁ ତୋର ଏତେ ସାହସ ଆମେ ମୋ ଘର ଭିତରେ ବସି ମତେ ପୁଣି ମିସବିହେଭ୍ କରୁଛୁ ଆଉ ଆଇ ସେକେଣ୍ଡ ଆଉଟ୍ କୁଆଡ଼େ ଯିବି ମୁଁ ଏତେ କଷ୍ଟ କରି ଘର ଭିତରକୁ ଆସିଛି ଯେତେବେଳେ ଏକା ଏକା ଫେରିଯିବି କେମିତି ଏ ତମକୁ ଦେଖିଲା ପରେ ମୋ ଛାତି ଭିତରେ ପୁରା ସୁନାମି ଆସିଗଲାଣି ମୋ ସ୍ୱାମୀର ସନ୍ତାନ ଏବେ ମୋ ପେଟରେ ବଢୁଛି ପ୍ଲିଜ ପ୍ଲିଜ ମୁଁ ତୁମ ହାତ ଯୋଡୁଛି ଯେତେ ସମୟ ଜାଗା ଛାଡ଼ିକି ଚାଲିଯାଅ ପ୍ଲିଜ ମୋ କଥା ମାନିକି ଯାଅ ଏଠୁ ମୁଁ ଜଣେ ନିଶାଗ୍ରସ୍ତ ମଣିଷ ନିଶା ଭଲ ତ ମୁଁ ଭଲ ସେଥିପାଇଁ ମୁଁ ସବୁବେଳେ ନିଶାରେ ବୁଡ଼ି ଆଉ ଯାହା ଇଚ୍ଛା ହୁଏ ସେଇଆ କରେ ଆଉ ଯାହାକୁ ଚାହେଁ ତାକୁ ଏନ୍ଜୟ କରେ